दुर्भिक्ष रचना उत्कलमणि गोपबंधु दास। इतिमध्यरे ओडिशार नाना स्थानरू जे सब संवाद मिलिअछि सेथिरु जणा जाय जे कौनसी जिल्ला बा गरजात राज्य को अन्न कष्ट छाड़ी नाही। ଯେଉଁଠାରେ ଗଲା ବର୍ଷ ମରୁଡ଼ି ସେତେ ବାଧି ନଥିଲା କିମ୍ବା ଏ ବର୍ଷ ଧୋଇ ତେତେ ନଷ୍ଟ କରି ନାହିଁ, ସେସବୁ ଜାଗାରେ ମଧ୍ୟ ଲୋକମାନଙ୍କର ଅବସ୍ଥା ଅତି ଖରାପ। ସବୁ ଜାଗାରେ ଧାନ ଚାଉଳର ଦର ସମାନ। ଟଙ୍କାରେ 250-300 ଚାଉଳ ଅନେକ ସମୟରେ ମିଳିବା କଷ୍ଟ। ଯେସବୁ ଅଞ୍ଚଳ ଧୋଇ ଯାଇଛି ସେଥିରେ ବିଲକୁଲ ଦୁବ ପର୍ଯ୍ୟନ୍ତ ନାହିଁ। ଧୋଇ ନ ଯାଇଥିବା ସ୍ଥାନମାନଙ୍କରେ ବଛା ଖେଳା ଅନେକ ଦିନ ଆଗରୁ ସାରିଲେଣି। ଲୋକଙ୍କୁ ଆଉ କେଉଁଠାରେ ହେଲେ ମଜୁରୀ ମିଳିବାକୁ ନାହିଁ। ଏ ଅବସ୍ଥାରେ ଗରିବ ଲୋକେ ଚାଉଳ ସେର 6-7 ଅଣା ଦେଇ ବଞ୍ଚିବେ କିପରି? ମଜୁରିଆଙ୍କ ଅପେକ୍ଷା ମଧ୍ୟ ଭଳିଆ ଲୋକଙ୍କ କଷ୍ଟ ଅଧିକ। ଗଲା ବୈଶାଖ ମାସରୁ ଘରର ଜିନିଷପତ୍ର ବିକି ଭାଙ୍ଗି ସେମାନେ କିଣି ଖାଉଛନ୍ତି। ଏ ଦେଶ ଲୋକଙ୍କର ଘରକରଣା ଜିନିଷ ବା କେତେ? ଏବେ ଘର ଶୂନ୍ୟ। ମାଇପଙ୍କ ଦେହରେ ମୁଣ୍ଡରେ ଚିହ୍ନାଏ ହେଲେ ସୁନା କି ରୂପା ନାହିଁ। ଯେଉଁମାନଙ୍କ ଘରେ ମାଇପେ ପିତ୍ତଳ ଖଡ଼ୁ ଆଦି ପିନ୍ଧନ୍ତି ସେମାନେ ତାହା ସବୁ ବିକି ହାତରେ କନା ଧଡ଼ି ବାନ୍ଧିଲେଣି। ଜମିବାଡ଼ି କି ଶାଗ ମାଛ ଭାଉରେ ବିକିବାକୁ ଇଚ୍ଛିଲେ କେହି ନେବାକୁ ନାହିଁ। ଅଧିକାଂଶ ଜମି ମହାଜନମାନେ ଅତି ସାମାନ୍ୟ ଧାନ ଦେଇ ଆଗରୁ ବନ୍ଧକ ନେଇଯାଇଛନ୍ତି। ଏତେବେଳକୁ ଲୋକଙ୍କର ଆଉ କିଛି ଉପାୟ ନାହିଁ। ଯେଉଁମାନେ 5-10 ଏକର ଜମି ଘିନି ଚଳୁଥିଲେ, ଯେଉଁମାନଙ୍କ ଦ୍ୱାରରୁ ଯୋଗୀ ଭିକାରୀ ମୁଠାଏ ନ ପାଇ ଫେରୁନଥିଲେ, ଆଜି ସେମାନଙ୍କ ମଧ୍ୟରୁ ଅନେକ ଦ୍ୱାରେ ଦ୍ୱାରେ ବୁଲି ଭିକ ମାଗିଲେଣି। ଜାତି ଯିବା ଭୟରେ ଛତ୍ର ଚାଉଳ ନେବାକୁ କେତେକ ଆସୁନାହାନ୍ତି। ସନ୍ଧ୍ୟାବେଳେ ଲୁଚି କରି ନେଉଛନ୍ତି। ଅନ୍ୟମାନଙ୍କର ସେ ମାନ ଅପମାନ ବିଚାର ତୁଟିଗଲାଣି। ଆଉ କେତେକ ବହୁ କଷ୍ଟ ପାଇଲେ ସୁଦ୍ଧା କାହାକୁ ତୁଣ୍ଡ ଫିଟାଉ ନାହାନ୍ତି ବା ଘରୁ ବାହାରୁ ନାହାନ୍ତି। ଘର କଣରେ ପଡ଼ି ମରୁଛନ୍ତି। ତେବେ ଅନ୍ୟମାନଙ୍କ ତୁଳନାରେ ଏମାନଙ୍କ ସଂଖ୍ୟା ଯେ ତେତେ ଅଧିକ ନୁହେଁ, ଏଥିରେ କର୍ତ୍ତୃପକ୍ଷମାନେ ବାହାଦୁରୀ କରିବା ବିଚିତ୍ର ନୁହେଁ। ପୁରୀର ପ୍ରଧାନ କେତେକ ମଠରେ ପ୍ରତ୍ୟହ କେତେକ ହାଣ୍ଡି ମହାପ୍ରସାଦ ଛତ୍ର ଦିଆଯିବାର ବନ୍ଦୋବସ୍ତ ଅଛି। ଏବେ 2 ମାସ ହେଲା ସେସବୁ ମହାପ୍ରସାଦ ଏକତ୍ରିତ କରି ଜଗନ୍ନାଥ ବଲ୍ଲଭ ମଠ ବଗିଚାରେ ଦୁର୍ଭିକ୍ଷ ପୀଡ଼ିତ ଲୋକଙ୍କୁ ପ୍ରତ୍ୟହ ସନ୍ଧ୍ୟା ପୂର୍ବରୁ ଖାଇବାକୁ ଦିଆଯାଉଛି। ପ୍ରଥମେ ଏ ମହାପ୍ରସାଦ ବାଦ ଦିନକୁ ଆଉ 10-15 ଟଙ୍କାର ଅଧିକ ପ୍ରସାଦ କିଣା ହେଉଥିଲା। ପ୍ରତିଦିନ ଛତ୍ର ଖାଇବା ଲୋକ ଏତେ ବଢ଼ୁଛନ୍ତି ଯେ ଆଜିକାଲି ଦିନକୁ ଅଧିକ 100 ଟଙ୍କାର ମହାପ୍ରସାଦ କିଣା ହେଉଛି। ଚଳିତ ସପ୍ତାହରେ ପ୍ରତିଦିନ 3000 ଲୋକ ଏଠାରେ ଖାଉଥିଲେ। ଏମାନଙ୍କର ଅବସ୍ଥା ନାହିଁ। ପ୍ରତିଦିନ ଏମାନଙ୍କ ମଧ୍ୟରୁ କେତେଜଣ ମରିଯାଉଛନ୍ତି। ପୁରୀର ଲୋକପ୍ରିୟ ପୋଲିସ ସାହେବ ରାୟବାହାଦୁର ସଖିଚାନ୍ଦଙ୍କୁ ଧନ୍ୟବାଦ। ତାଙ୍କ ଯତ୍ନରେ କଲିକତାରୁ ପୁରୀ ଅନ୍ନଛତ୍ର ଲାଗି ଅନେକ ଟଙ୍କା ମିଳୁଛି। ଗାଁ ପରିମଳ ଧୋବା ତୁଠରୁ ଜଣାପଡ଼େ। ପୁରୀ ଜିଲ୍ଲାର ମଫସଲର ଅବସ୍ଥା ସହରର ଏହି ଅନ୍ନଛତ୍ରର ଲୋକସଂଖ୍ୟାରୁ ଜଣାଯାଉ ନାହିଁ କି? ପୁରୀ ଜିଲ୍ଲାର ଗୋପ ଥାନାର 4 ଜାଗାରେ ଅନ୍ନକଷ୍ଟି ଲୋକଙ୍କୁ ଚାଉଳ ବଣ୍ଟା ଯାଉଛି। ଗଲା ସପ୍ତାହରେ 2500ରୁ କିଛି ଅଧିକ ଲୋକ ଏହି ଦୁର୍ଭିକ୍ଷ ଚାଉଳ ପାଇଛନ୍ତି। ଅନେକ ନ ପାଇ ପଛକୁ ଫେରିଯାଆନ୍ତି। ଯେଉଁମାନଙ୍କର କେବଳ ନିଶ୍ୱାସ ଯାଉଛି, ଦେହରେ ଖାଲି ହାଡ଼ ଦୋହଲୁଛି, କେବଳ ସେଇମାନଙ୍କୁ ଦିଆଯାଉଛି। ସେମାନଙ୍କ ମଧ୍ୟରୁ ଚାଉଳ ନେଉ ନେଉ କେହି ବାଟରେ ପ୍ରାଣ ଛାଡ଼ୁଛନ୍ତି। କେହି ବା 4-6 ଦିନ ବା 8 ଦିନ ଭିତରେ ମରିଯାଉଛନ୍ତି। ଅନେକ ଚାଉଳ ନେବାକୁ ଘରୁ ଚାଲି ଆସିପାରୁନାହାନ୍ତି। ଏକା ଗୋପ ଅଞ୍ଚଳ ନୁହେଁ, ଯେଉଁଠାରେ ଅନ୍ନକଷ୍ଟି ଲୋକ ମାହାଳିଆ ଚାଉଳ ବଣ୍ଟା ଯାଉଛି, ସେ ସବୁଠାରେ ଏହି ଅବସ୍ଥା। ଗୋପ ଥାନାର ଲୋକସଂଖ୍ୟା 60,000। ସେଥିରୁ ଦେଖାଯାଉଛି ନିତାନ୍ତ ପକ୍ଷେ 3000 ଲୋକଙ୍କର ଏହି ଅବସ୍ଥା। ତଥାପି ଏଠାରେ ଦୁର୍ଭିକ୍ଷ ହୋଇଛି ବୋଲି କହିବାକୁ ସ୍ଥାନୀୟ ହାକିମଙ୍କର ଜିଭ ଲେଉଟୁନାହିଁ। କଟକ ଜିଲ୍ଲା ଅନ୍ତର୍ଗତ କେନ୍ଦ୍ରାପଡ଼ା ସବ୍ଡିଭିଜନ ଆଳି ଥାନାର 3 ନମ୍ବର ୟୁନିୟନ ହାତୀମଣ୍ଡା ପ୍ରଗଣାର ମୋହନପୁର, ଗଣେଶ୍ୱରପୁର, ପାଲିମି ଓଗେର ମୌଜାର ପ୍ରଜାମାନେ ପଞ୍ଚୁମଳିକଙ୍କ ସ୍ୱାକ୍ଷରରେ ଲେଖିଛନ୍ତି, ଆମ୍ଭେମାନେ ଗତ 1315 ସାଲ ବନ୍ୟାରେ ଆପଣଙ୍କର ତଦନ୍ତ ଓ ଯତ୍ନରେ ବଞ୍ଚି ରହିଥିଲୁ। ସମ୍ପ୍ରତି ଏଠାରେ ଦୁର୍ଭିକ୍ଷ ଓ ଆଷାଢ଼ ମାସରୁ ଅବଧି ବନ୍ୟାଜଳ ପୂର୍ଣ୍ଣ ହୋଇ ରହିଥିବାରୁ
ମଜୁରୀ ଲାଗି ନପାରି ଆମ୍ଭେ ଗରିବ ଲୋକମାନେ କଂସା ବାସନ ବିକି ଖାଇସାରି ଏଣିକି ନିରୁପାୟ ହୋଇ ଅନ୍ନ ଅଭାବରୁ କେହି କେହି 2-4 ଦିନ ଉପବାସ ରହି ମରିବାକୁ ବସିଛୁ। ଏ ଅବସ୍ଥାରେ ସରକାରଙ୍କ ତରଫରୁ କେହି ନ ଦେଖିବାରୁ ଆପଣଙ୍କୁ ଜଣାଇଲୁ। ଥରେ ଆସି ଦେଖ, ଆପଣଙ୍କର ପାଳିତ ଆମ୍ଭେମାନେ ମରିଯାଉଛୁ। ତା 26/8/19 ଉଲ୍ଲିଖିତ ପତ୍ର ଉପରେ ଆମମାନଙ୍କର କିଛି କହିବାର ନାହିଁ। ବର୍ତ୍ତମାନ ଧୋଇ ମରୁଡ଼ି ବାଧିଥିବା ଯେକୌଣସି ମଫସଲ ଗାଁକୁ ଗଲେ ଏହି ଅବସ୍ଥା ଆଖିରେ ଦେଖିବାକୁ ମିଳିବ। ଯାଜପୁର ସବ୍ଡିଭିଜନ ଅନ୍ତର୍ଗତ ବରୀ ଅଞ୍ଚଳର ପତ୍ର ପ୍ରେରକ ଲେଖିଛନ୍ତି କି ସରକାର ବରୀଠାରେ ଖୋଲିଥିବା ଅନ୍ନଛତ୍ର ପାଣ୍ଠିରୁ ଯଥୋଚିତ ଲୋକ ପାଉନଥିବାରୁ ଲୋକମାନେ ବହୁତ କଷ୍ଟ ଭୋଗୁଛନ୍ତି। ପ୍ରତିଦିନ ଚାଉଳ ବଣ୍ଟା ଡୋଲରେ ଶତ ଶତ ଲୋକ କାନ୍ଦି କାନ୍ଦି ବିମୁଖ ହୋଇ ଫେରି ଯାଉଛନ୍ତି। ସବୁଠାରେ ଏହି ଦଶା। ଚାଉଳ ବଣ୍ଟା ହେଉଛି ବୋଲି ବାହାରକୁ ଯେଡ଼େ ସ୍ୱର ଉଠୁଛି, କାର୍ଯ୍ୟରେ ତେତେ ହେଉନାହିଁ। ବର୍ତ୍ତମାନ ଅବସ୍ଥା ଯେପରି, ସେଥିରେ ଏସବୁ ନାମମାତ୍ର ସାହାଯ୍ୟ। ସମୁଦ୍ରକୁ ସଂକ୍ଷେପଣା। ମୃତ୍ୟୁ ସଂଖ୍ୟା ତ ଦିନକୁ ଦିନ ବଢ଼ୁଛି। ଗଲା ବ୍ୟବସ୍ଥାପକ ସଭାରେ ସରକାର ଗଲା 3 ବର୍ଷର ଓ ମଇ, ଜୁନ୍, ଜୁଲାଇ 3 ମାସର ଯେ ମୃତ୍ୟୁ ତାଲିକା ଦେଇଥିଲେ, ସେଥିରୁ ଦେଖାଯାଏ ଯେ ଅନୁଗୁଳ, କଟକ, ପୁରୀ ଜିଲ୍ଲାମାନଙ୍କରେ ଏହି 3 ବର୍ଷ ଭିତରେ ମୃତ୍ୟୁ ସଂଖ୍ୟା 3 ଗୁଣ ଅଧିକ ବଢ଼ିଛି। ମାତ୍ର ଅନ୍ନ କଷ୍ଟରେ ଏଥିରୁ କିଏ ମରିଛି ବୋଲି କହିବାକୁ କାହା ଜିଭରେ ହାଡ଼ ଅଛି? ମରିବା ପୂର୍ବରୁ କିଛି ଗୋଟାଏ ହେଲେ ତ ବିକାର ହୋଇଥିବ। କିଛି ନହେଲେ ମରିବା ଲୋକର ତୋଟି ଅବଶ୍ୟ ଟିକିଏ ଘଡ଼ଘଡ଼ ହୋଇଥିବ। ତେବେ ସେ କଫ ରୋଗରେ ମଲା ବୋଲି କହିବା ତ ଠିକ୍। ଅନାହାରରେ ମରିବ କିପରି? କଥାରେ କହନ୍ତି, ଲୋକକୁ ମାରିବାରେ ଜମର କିଛି ଦୋଷ ନାହିଁ, ରୋଗମାନଙ୍କର ହିଁ ଦୋଷ। ଅନେକ ସ୍ଥାନରେ ଲୋକମାନଙ୍କର ଅବସ୍ଥା ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ପୁଅଠାରୁ ଛଡ଼ାଇ ମା ଖାଇଯିବାର ଦେଖାଗଲା। କିଆକନ୍ଦା, କଦଳୀ ଗଛର ମୂଳ, ବିଛୁଆତି ପତ୍ର ଆଦି ଅଖାଦ୍ୟ ପେଟ ବିକଳରେ ଲୋକେ ଖାଇଲେ, ସେ ଆଉ ମିଳୁନାହିଁ। ମଫସଲର ଅନେକ ସ୍ଥାନରେ, ବିଶେଷତଃ ଧୋଇଆ ମୁଲକରେ ରାସ୍ତା, ବାଟ, ଘାଟ ସବୁଆଡ଼େ କେବଳ କଙ୍କାଳ ଘେନି ଲୋକେ ଟଳଟଳ ହେଉଛନ୍ତି। ସେମାନଙ୍କୁ ଦେଖିଲେ ଡର ମାଡ଼ୁଛି। ଜଣେ ଜଣେ ପଡ଼ି ମରିଯାଉଛନ୍ତି। ବାଟ ପାଖରେ ଏପରି କେତେ ମଡ଼ା ଦେଖାଯାଉଛନ୍ତି। ଜେଲଖାନାକୁ ଗଲେ ଖାଇବାକୁ ପାଇ ପ୍ରାଣ ବଞ୍ଚାଇବେ ବୋଲି ଲୋକେ ଜାଣିଶୁଣି ଚୋରି କରୁଛନ୍ତି। କିଣିବାକୁ ଧାନ ଚାଉଳ ମିଳୁନାହିଁ। ମଜୁରୀ ଲାଗିବାକୁ ଯାହାଙ୍କର ସାମାନ୍ୟ ବଳ ଅଛି ତାଙ୍କୁ ମଜୁରୀ ମିଳୁନାହିଁ। ଛୋଟ ପିଲାକୁ ମା ଛାଡ଼ିଦେଇ, ସ୍ତ୍ରୀ କି ସ୍ୱାମୀ ଛାଡ଼ିଦେଇ କିଏ କେଉଁ ବାଟେ ଜୀବନ ବିକଳରେ ପଳାଇଲେଣି। କେତେ ଅନାଥ ପିଲା ଏଠାରେ ସେଠାରେ ପଡ଼ି ଛଟପଟ ହେଉଛନ୍ତି। ଆଉ ଅବସ୍ଥା ଅଧିକ କ'ଣ ହୁଅନ୍ତା? ନଅଙ୍କର ଦୃଶ୍ୟ ସ୍ଥାନେ ସ୍ଥାନେ ଲୋକେ ଦେଖିଲେ। ତେବେ ସୁଦ୍ଧା ଦୁର୍ଭିକ୍ଷ ହୋଇଛି ବୋଲି କହିବାକୁ ସରକାର ନାରାଜ। ସ୍ଥାନୀୟ ମା ବାପା ମାନେ ତ କେବେ ହେଲେ ମାନିବେ ନାହିଁ। ଖଣ୍ଡେ ଖଣ୍ଡେ କେଉଁଠାରେ ବିଆଳି ଧାନ ହୋଇଛି କି ନାହିଁ, ଠାଏ ଠାଏ ଯାହା ମୁଠାଏ ମୁଠାଏ ଚାଉଳ ବଣ୍ଟା ହେଉଥିଲା ତାହା ବନ୍ଦ ହେବାକୁ ବସିଲାଣି। ଜଣେ ପତ୍ର ପ୍ରେରକ ଲେଖିଛନ୍ତି, ବରୀଠାରେ ଯେ ଅନ୍ନଛତ୍ର ପାଣ୍ଠି ଖୋଲା ହୋଇଥିଲା ତାହା 24/9/19 ତାରିଖରୁ ବନ୍ଦ ଅଛି। କାରଣ କିଛି ଜଣାଯାଉ ନାହିଁ। ଦୁର୍ଭିକ୍ଷ ତ ଯେପରି ଲାଗିଥିଲା ସେପରି ଲାଗିଛି। ଏଠାରେ ଗତକାଲି ଚାଉଳ ମିଳିନାହିଁ। ଏପରି ଅନେକ ସ୍ଥାନରେ ବେଳେବେଳେ ଚାଉଳ ମିଳୁନାହିଁ। କିଣିଖିଆଙ୍କର କଷ୍ଟର ସୀମା ନାହିଁ। କୌଣସି ପ୍ରକାରେ ଲୋକେ ଯେବେ 2 ଅଣା 4 ଅଣା ଭିଆଇଲେ ଦିନେ 2 ଦିନ ବୁଲି ସେରେ ଚାଉଳ ପାଇବା ଦୁଷ୍କର। ମାଗିଖିଆଙ୍କ କଥା ବା ପଚାରେ କିଏ? ଧୋଇ ପରେ ପୁଣି ମରୁଡ଼ି ଭୟ। ଯେଉଁଆଡ଼େ ଧୋଇ ଯାଇନଥିଲା, ବର୍ଷା ନ ହେବାରୁ ତେଣେ ବିଲ ସବୁ ଫାଟିଲାଣି। ଧାନ ଗଛ ଏପର୍ଯ୍ୟନ୍ତ ବେଶୀ ବଢ଼ି ନାହିଁ ଯେ ଗୋଟାଏ ପାଣି ପାଇଲେ ଉତୁରିଯିବ। 2-3 ପାଣି ଦରକାର। ପାଣି ବୁହାଇ ଫସଲ ବଞ୍ଚାଇବାକୁ ଲୋକଙ୍କ ହାତରେ ଧନ ନାହିଁ କି ଦେହରେ ବଳ ନାହିଁ। ଚାଷୀମାନେ ନିରୁପାୟ ହୋଇପଡ଼ିଲେଣି। କେତେବେଳେ କେଉଁଆଡ଼େ କାଁ ଭାଁ ସାମାନ୍ୟ ଅସରାଏ ହେଉଛି, ତାହା କେବଳ ଧାନ ଗଛକୁ ବଞ୍ଚାଇ ରଖିଛି ମାତ୍ର। କିନ୍ତୁ ଓଡ଼ିଶାର ଚାରିଆଡ଼ୁ ଯେ ସମ୍ବାଦ ମିଳୁଛି, ସବୁଥିରେ ପ୍ରାୟ ବର୍ଷାର ଅଭାବ କଥା ଲେଖା ଅଛି। ଏ ଅବସ୍ଥା ଦେଖି ମହାଜନମାନେ ଧାନ ଚାଉଳ ଦେଖାଉନାହାନ୍ତି। ପୁରୀ ଜିଲ୍ଲାର କୌଣସି ହାଟରେ ମୋଟା ପାଣି ପଶା ବିଆଳି ଚାଉଳ ସେର 6 ଅଣା 7 ଅଣାରେ ବିକ୍ରି ହେଉଛି। ଡଭାର ମୌଜା ପୁରୀ ଜିଲ୍ଲାର ଗୋପ ଥାନାରେ। ଧୋଇଆ ଅଞ୍ଚଳରେ ଏହା ଗୋଟିଏ କେନ୍ଦ୍ର। ଲୋକଙ୍କର ବିଲରେ କିଛି ନାହିଁ, ଘରେ କିଛି ନାହିଁ।
ମୂଳରୁ ତ ଅନେକଙ୍କର ଘର ହିଁ ନାହିଁ, ଚାଳ ଭାଙ୍ଗି ଯାଇଛି, କାନ୍ଥ ପଡ଼ିଯାଇଛି। ପୁରୀ ଦୁର୍ଭିକ୍ଷ ସାହାଯ୍ୟ କମିଟି ତରଫରୁ ଏ ଗାଁରେ ସପ୍ତାହକେ ଥରେ ମୁଠାଏ ମୁଠାଏ ଚାଉଳ ବଣ୍ଟା ଯାଉଛି। ରୋଗ ବ୍ୟାଧି କିଛି ନାହିଁ, ମାତ୍ର ବାଡ଼ି ବସନ୍ତରେ ମଲା ପରି ଖାଇବା ବିନା ପ୍ରତିଦିନ ଜଣେ ଦୁଇ ଜଣ ମରୁଛନ୍ତି। ବହିରା ବୋଲି ଗୋଟିଏ ଅନାଥ ପିଲା ଏହିପରି ଅନାହାରରେ ମଲା। ଚୌକିଦାର ମୃତ୍ୟୁ ରେଜିଷ୍ଟ୍ରାରରେ ମୃତ୍ୟୁର କାରଣ ଅନାହାର ବୋଲି ଲେଖିଲା। ଥାନାରେ ପୋଲିସ ଧଇଲେ। କାଟି ଅନ୍ୟ କିଛି ଲେଖିବାକୁ ବିଚରା ଚୌକିଦାର ଥାନାରେ କହିଲା, ମାତ୍ର ତା ବା କିଏ କିପରି କରିବ? ସବ୍ ଇନ୍ସପେକ୍ଟର ବାବୁ ମୁକୁନ୍ଦଲାଲ ମିଶ୍ର ଜଣେ ଆଚ୍ଛା ସଚ୍ଚା ଠିକଣା ଲୋକ। ନିଜ କାମ ତୁଲାଇ ଗୋପ ଅଞ୍ଚଳରେ ଦୁର୍ଭିକ୍ଷ ସାହାଯ୍ୟ କାମରେ ରାତିଦିନ ଲାଗି ରୋଗା ହୋଇପଡ଼ିଛନ୍ତି। ସେ ମୃତ୍ୟୁ ରେଜିଷ୍ଟରୀରେ କିଛି ନ ବଦଳାଇ ଶୁଣାଯାଏ ଉପରକୁ ଲେଖିଛନ୍ତି। ଏଣେ ବିଚରା ଚୌକିଆ ବଡ଼ ଭୟରେ ଅଛି। ଆମମାନଙ୍କର ଆଶା ଏ ସତ କଥା ଲେଖିବା ଦୋଷରେ ତାହାର କିଛି ବିପଦ ହେବ ନାହିଁ। ପଥ ନ ଜାଣି ଯେବେ ହୁଡ଼େ ସେ ପ୍ରାଣୀ କେବେ ହେ ନ ପଡ଼େ। ଚୌକିଦାର ବୋଧହୁଏ ସେହିଦିନୁ ସାବଧାନ। ଆଉ ଏଣିକି ଡଭାରରେ ଅନ୍ନ କଷ୍ଟରେ କେହି ମରିବାର ଶୁଣାଯିବ ନାହିଁ। ଡଭାରରେ ଦୁର୍ଭିକ୍ଷ ଚାଉଳ ବଣ୍ଟା କାମରୁ ଫେରିଥିବା ଜଣେ ଭଲେଣ୍ଟିୟରଙ୍କ ଠାରୁ ପ୍ରକାଶ। 4 ଦିନ ତଳେ 2 ଜଣ ସ୍ତ୍ରୀ ଲୋକ ଚାଉଳ ନେବାକୁ ଡଭାର ଆସୁ ଆସୁ ସେ ଗାଁ ମୁଣ୍ଡରେ ପଡ଼ି ମରିଗଲେ। ପୋଲିସ ଆସି ଦେଖିବା ପରେ ସେଠାରୁ ଲାଶ ଉଠିଲା। ସ୍ତ୍ରୀ ଲୋକ ଦୁଇଟି କେଉଁ ଗାଁର ଜଣାଗଲା ନାହିଁ। ପୋଲିସ ମୃତ୍ୟୁର କାରଣ କ'ଣ ଲେଖିଲେ ସେ ଜାଣନ୍ତି, ତେବେ ଅନ୍ନକଷ୍ଟ ନୁହେଁ ଏହା ନିଶ୍ଚୟ। ଗରିବଙ୍କ ମା ବାପା କେହି ଶୁଣିଲେ ହୁଏତ ସଙ୍ଗେ ସଙ୍ଗେ କହିବେ ବାତ ମାଇଲା, ନହେଲେ ହଠାତ୍ କୌଣସି କାରଣରୁ କଲିଜା ଫାଟିଗଲା। ଏ ମାସ ତା 3 ତାରିଖ ସନ୍ଧ୍ୟାରେ ନାଗପୁରରେ ଜଣେ ତନ୍ତୀ ଗୋପର କାନଗୋଇ ଅଫିସ ବାରଣ୍ଡାରେ ଆସି ପଡ଼ିଲା। ସେତେବେଳକୁ ତାର ଆଉ ଗତି ନାହିଁ। ଖାଇବାକୁ ମାଗିଲା, ତାର ସେ ଅବସ୍ଥାରେ ଖାଇପାରିବା ଭଳି ଜିନିଷ କାହାରି ପାଖରେ ନଥିଲା। ଆରଦିନ ସକାଳେ ଦେଖିଲା ବେଳକୁ ତାର 49 ପବନ ବହିଲାଣି। ଆମ୍ଭେ ଭଲେଣ୍ଟିୟର ମାନେ ତା ମୁହଁରେ ପାଣି ଦେଇ ସିଞ୍ଚା ବିଞ୍ଚା କଲୁ, ମାତ୍ର ଚାହୁଁ ଚାହୁଁ ତାର ପ୍ରାଣ ଛାଡ଼ିଗଲା। ଏ ମୃତ୍ୟୁର କାରଣ କ'ଣ ହୋଇପାରେ? ଆସିବା ବେଳେ ବାଟରେ ଷୋଳପୁରଠାରେ ଦେଖିଲୁ ସଡ଼କ ଧାରରେ 6-7 ବର୍ଷର ପିଲାଟିଏ ପଡ଼ି ରହିଛି। ଉଠିବାକୁ ଶକ୍ତି ନାହିଁ, କଥା କହିପାରୁନାହିଁ। ବଞ୍ଚିଛି କି ମରିଛି ଦେଖିବାକୁ ପାଖକୁ ଗଲୁ। ଦେଖିଲୁ ଦୁଃଖ ଦୁଃଖ ହେଉଛି। ଇତିମଧ୍ୟରେ ସେ ନିଶ୍ଚୟ ମରିଯାଇଥିବ। ଏହାକୁ କହନ୍ତି ଖାଇବା ବିନା ଗଡ଼ି ମରିବା। ଗୋପରେ ଆମେ ଭଲେଣ୍ଟିୟର ମାନେ ଯେଉଁ ଘରେ ଥିଲୁ ସେ ଘର ଆଗରେ 2-3 ଦିନ ହେଲା ଗୋଟିଏ ପିଲା ପଡ଼ିଛି। ତା ଦେହରେ ପଳେ ହେଲେ ମାଂସ ନାହିଁ, କେବଳ କେତେ ଖଣ୍ଡ ହାଡ଼ ଉପରେ ଚମ ଢଙ୍କା ହୋଇଛି। ପାଣି ତୋରାଣି ଛଡ଼ା ଭାତ ତା ତୋଟିରେ ଗଳୁନାହିଁ। ଏ ବାଟେ ଟିକିଏ ତୋରାଣି ଦେଲେ ସେ ବାଟେ ଗଳି ପଡ଼ୁଛି। ସେ ପିଲାଟି ମରିଯିବଣି। ଝାଡ଼ା କଇ ନହେଲେ ଆମେ ଲହୁ ଝାଡ଼ା ଛଡ଼ା ଏ ମୃତ୍ୟୁର କାରଣ ଅନ୍ୟ କିଛି ହୋଇପାରେ କି? ଗୋପ ଗୋଲାକୁ ଚାଉଳ କିଣିବାକୁ ଯେଉଁମାନେ ଆସିଛନ୍ତି ସେମାନଙ୍କ ଭିତରୁ ଅନେକ କହୁଛନ୍ତି, ବାବୁ ମୋ ଶୁଦ୍ଧ ଘରକୁ 2 ସେର ହେଲେ ଚାଉଳ ଦିଅ। ବାସ୍ତବରେ ଅନେକ ଲୋକ ମରୁଛନ୍ତି। ସମସ୍ତେ କହୁଛନ୍ତି ଏବଂ ଜାଣୁଛନ୍ତି ଅଧିକାଂଶ ମୃତ୍ୟୁର କାରଣ ଅନାହାର। ଲୋକେ କ'ଣ ବୁଝନ୍ତି? ସବୁବେଳେ ତିଳକୁ ତାଳ କରି କୁହନ୍ତି। ତାଙ୍କ ମା ବାପାଙ୍କ ଠାରୁ ସେମାନେ କି ବେଶୀ ଜାଣନ୍ତି? ପୃଥିବୀର ଅନ୍ୟ କୌଣସି ଦେଶରେ ତ ଅନାହାରରେ ଲୋକ ମରନ୍ତି ନାହିଁ। ଏ ଦେଶରେ କିପରି ମରିବେ? ଏହି ଲେଖାଟି ସମାଜ ତା 11/10/19 ତାରିଖରେ ପ୍ରକାଶିତ ହୋଇଥିଲା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ଦୁର୍ଭିକ୍ଷ। ଏହି ଉପସ୍ଥାପନାଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।